ଯମରାଜା ସେ ଯାହାଙ୍କ ଆଡ଼କୁ ସେ ଅନାନ୍ତି ଅନେଇକିରି ହସି ଦିଅନ୍ତି ତାଙ୍କରି ମାନେ ମୃତ୍ୟୁ ଅନିବାର୍ଯ୍ୟ। ପୁଣି ଏଭଳି ହୁଏ ଯେ ଯମରାଜା ଯାହାକୁ ନାଲି ଆଖି ଦେଖେଇକିରି ଯଦି ତା ଆଡ଼କୁ ଅନେଇବେ ସେ ମଧ୍ୟ ତାଙ୍କର ମଧ୍ୟ ମୃତ୍ୟୁ ଅନିବାର୍ଯ୍ୟ। ଏଇଭଳି ଗୋଟେ ପକ୍ଷୀକୁ ଯମରାଜା ଅନେଇଥିଲେ, ସେ ନାଲି ନାଲି ଆଖି କରିକିରି ସେ ପକ୍ଷୀ ଆଡ଼କୁ ଅନେଇଥିଲେ। ଏଇ ଯେଉଁ କଥାଟିକୁ ମାନେ ଏଇ ଯେଉଁ ଦୃଶ୍ୟଟିକୁ ଦେଖିଥିଲା ମାନେ ତାକୁ ଗଛ ଉହାଡ଼ରେ ରହିକିରି ଦେଖିଥିଲେ କିଏ ନା ଜଟାଇ ପକ୍ଷୀ। ସେ ଯେଉଁ ଘଟଣାଟି ଏଇଭଳି ଯେ ଇନ୍ଦ୍ର ତାଙ୍କର ଏକ ସଭା କଲେ, ସେ ସଭାରେ ସେ ଦେବତାମାନଙ୍କୁ ଆମନ୍ତ୍ରଣ କଲେ, ନିମନ୍ତ୍ରଣ କଲେ, ସମସ୍ତ ଦେବତା ଆସୁଛନ୍ତି ତାଙ୍କରି ସଭାକୁ। ତାପରେ ଯମରାଜା ମଧ୍ୟ ଆସିଲେ। ଯମରାଜା କେଉଁଥିରେ ଆସନ୍ତି? ସେ ମଇଁଷି ପିଠିରେ ବସିକିରି ଆସିଲେ। ତାପରେ ସେ ମଇଁଷି ତାର ଦ୍ୱାର ଦେଶରେ ମଇଁଷିକୁ ରଖି ସେ ମଇଁଷିରୁ ଓହ୍ଲେଇକିରି ସେ ଆସିଲେ ତାଙ୍କର ଯେଉଁ ଇନ୍ଦ୍ରଙ୍କର ସଭା ଆଡ଼କୁ ସେ ଅଗ୍ରସର ହେଉଛନ୍ତି। ଏଇ ଯେଉଁ ଦୃଶ୍ୟଟିକୁ ଦେଖିବା ପାଇଁ କେତେ ଦେବତା ଆସୁଛନ୍ତି, କ'ଣ କେମିତି ଏସବୁ ଜାଣିବା ପାଇଁ ଜଟାଇ ପକ୍ଷୀ ସେ କ'ଣ କଲେ, ନିଜର ଏକ କ୍ଷୁଦ୍ର ରୂପ ଧାରଣ କଲେ। କ୍ଷୁଦ୍ର ରୂପ ଧାରଣ କରି ଏକ ଗଛର ଉହାଡ଼ରେ ରହିକିରି ଏଇ ଯେଉଁ ଦୃଶ୍ୟଟି ସେ ଦେଖୁଥାନ୍ତି। ଏହି ସମୟରେ ଦେଖିଲେ ଯେ ଯମରାଜା କ'ଣ କରୁଛନ୍ତି, ସେ ଗୋଟେ ପକ୍ଷୀ ଆଡ଼କୁ ଅନେଇଛନ୍ତି। ମାନେ ଯେଉଁ ଜଟାଇ ପକ୍ଷୀ ଲକ୍ଷ୍ୟ କଲେ ଯେ ଏକ ପକ୍ଷୀ ଆଡ଼କୁ ଅନଉଛନ୍ତି, ଅନେଇକିରି ତାକୁ ନାଲି ନାଲି ଆଖିରେ ତାକୁ ଅନେଇକିରି ରହୁଛନ୍ତି। ଜଟାଇ କହିଲେ ଏଇଟା ତ ବହୁତ ମାନେ ଖରାପ ଏ ଯେଉଁ ଘଟଣା, ଯମରାଜା କାହିଁକି ତା ଆଡ଼କୁ ନାଲି ନାଲି ଆଖିରେ ଅନେଇଲେ। ତାପରେ ଅନେଇକିରି ଯମରାଜା ସେ ତାଙ୍କର ଇନ୍ଦ୍ରଙ୍କର ସଭା ଆଡ଼କୁ ସେ ଅଗ୍ରସର ହେଲେ, ଚାଲିଗଲେ। ଜଟାଇ ପକ୍ଷୀ ଏଠି ଚିନ୍ତା କରିବାକୁ ଲାଗିଲେ ଯେ ଯମରାଜ ସେ ଯେଉଁ ପକ୍ଷୀ ଆଡ଼କୁ ଏଇଭଳି ଅନେଇଛନ୍ତି ମାନେ ନିଶ୍ଚିତ ଭାବରେ ସେ ପକ୍ଷୀଟିର ମୃତ୍ୟୁ ହୋଇଯିବ। ତେଣୁ ଯମରାଜା ଫେରିଲା ମାନେ ଯମରାଜା ଇନ୍ଦ୍ରଙ୍କର ସଭାରୁ ଯେତେବେଳେ ଫେରିବେ ସେ ନିଶ୍ଚିତ ଭାବରେ ଏଇ ଯେଉଁ ପକ୍ଷୀଟିକୁ ମୃତ୍ୟୁଦଣ୍ଡ ସେ ଦେବେ। ତେଣୁ ଜଟାଇଙ୍କର ମନରେ ଦୟା ହେଲା, ସେ ପକ୍ଷୀଟିକୁ ନିରୀହ ଜୀବଟା, ନିରୀହ ପକ୍ଷୀଟା, ଛୋଟ ପକ୍ଷୀ, ତାକୁ ବଞ୍ଚାଇବା ପାଇଁ ତାଙ୍କ ମନରେ ଦୟା ଜାତ ହେଲା। ସେ କ'ଣ କଲେ, ତାକୁ ନିଜର ପକ୍ଷ ମଧ୍ୟରେ ରଖିକିରି ସେ 7 ଯୋଜନ ଦୂରକୁ ସେ ଉଡ଼ିଯାଇ ସେ ଯେଉଁ ପକ୍ଷୀଟିକୁ ଏକ ଗଛର କୋରଡ଼ରେ ତାକୁ ରଖିଦେଇ ଆସିଲେ। 7 ଯୋଜନ ଦୂର, ସମୁଦ୍ରର ଆରପାରି 7 ସମୁଦ୍ର ପାରି ହେଇକିରି 7 ଯୋଜନ ଦୂରରେ ପକ୍ଷୀଟିକୁ ରଖିଦେଇକିରି ସେ ମାନେ ଜଟାଇ ପୁଣି ଆସିଲେ ଯଥାସ୍ଥାନରେ ଆସିକିରି ସେ ଯେଉଁ ଗଛ ଉହାଡ଼ରେ ବସିକିରି ସେ ଦୃଶ୍ୟ ଦେଖୁଥାନ୍ତି ଇନ୍ଦ୍ରଙ୍କର ସଭାରେ କ'ଣ କ'ଣ ହେଉଛି। ତାପରେ କ'ଣ ହେଲା, ଯେତେବେଳେ ଯମରାଜା ଫେରିଲେ ତାଙ୍କର ଇନ୍ଦ୍ରଙ୍କର ସଭାରୁ ଫେରିଲେ, ସେ କ'ଣ କଲେ, ସେ ଯେଉଁ ପକ୍ଷୀଟିକୁ ସେ ନିରୀକ୍ଷଣ କରିବାକୁ ଲାଗିଲେ। ଇଆଡ଼େ ସିଆଡ଼େ ଅନେଇଲେ, ପକ୍ଷୀଟିକୁ ଦେଖିବାକୁ ପାଉନାହାନ୍ତି। ପକ୍ଷୀଟି ଏଇଠି ଥିଲା, ତାପରେ କାହିଁକି ଯମରାଜା ଏଇଭଳି ଭାବରେ ଇଆଡ଼େ ସିଆଡ଼େ ଅନଉଛନ୍ତି। ସେତେବେଳେ ଜଟାଇ ପକ୍ଷୀ ଆସିକିରି ଯମରାଜାଙ୍କ ନିକଟରେ ବିନମ୍ର ଭାବରେ ହାତ ଯୋଡ଼ି ପଚାରିଲେ ଯେ ହେ ଧର୍ମରାଜ, ଆପଣ କାହାକୁ ଖୋଜୁଛନ୍ତି, ଏଭଳି ଇଆଡ଼େ ସିଆଡ଼େ ଅନଉଛନ୍ତି କାହିଁକି? ସେତେବେଳେ ଯେଉଁ ଧର୍ମରାଜ ଯିଏକି ଯମରାଜ ସେ କହିଲେ ଯେ ଏଇଠାରେ ଗୋଟେ ପକ୍ଷୀ ଥିଲା, ମୁଁ ଆସିବା ସମୟରେ ଏଇଠାରେ ଗୋଟେ ପକ୍ଷୀ ଥିଲା। ସେ ଯେଉଁ ପକ୍ଷୀଟିର ତା'ର ମୃତ୍ୟୁ ଯୋଗ ରହିଥିଲା, ମାନେ 7 ଯୋଜନ ଦୂରରେ ସେ ମୃତ୍ୟୁ ହେବ। ମୁଁ ଏଇଆ ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଯେ ଏଡ଼େ ଛୋଟ ପକ୍ଷୀଟା ସେ ଏଇ ମୁହୂର୍ତ୍ତ ମଧ୍ୟରେ 7 ଯୋଜନ ଦୂରକୁ ସେ କିଭଳି ଭାବରେ ଯାଇପାରିବ। ମୋର ଏଇ ଯେଉଁ ସଭା ସରିବା ଏଇ ଯେଉଁ ସମୟ ମଧ୍ୟରେ ସେ କିଭଳି ଭାବରେ 7 ଯୋଜନ ଦୂରକୁ ସେ ଉଡ଼ିକିରି ଯାଇପାରିବ, ଏଇଆ ଭାବିକିରି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଏବଂ ସେଇ ପକ୍ଷୀଟିକୁ ବର୍ତ୍ତମାନ ଖୋଜୁଛି, ତାକୁ ପାଉନି। ସେତେବେଳେ ଏଇ ଯେଉଁ ଜଟାଇ ପକ୍ଷୀ ସବୁ କଥା କହିଲେ ଯେ ମୁଁ ତାକୁ ବଞ୍ଚାଇବା ପାଇଁ ତାକୁ 7 ଯୋଜନ ଦୂରରେ ଏକ ଗଛର କୋରଡ଼ରେ ରଖିଦେଇ ଆସିଛି। ସେତେବେଳେ ଯମରାଜା କହିଲେ ଯେ ମୋର ଏଇ ଯେଉଁ କାର୍ଯ୍ୟଟି ବିଧି ନିର୍ଦ୍ଧାରିତ ଥିଲା, ସେଇ କାର୍ଯ୍ୟଟିକୁ ଏଇ ଯେଉଁ ଜଟାଇ କରିଦେଇଥିବାରୁ ତାଙ୍କୁ ସେ ଧନ୍ୟବାଦ ଜଣାଇଲେ। ପ୍ରକୃତରେ ଯେତେବେଳେ ଦେଖାଗଲା ସେଇ ଯେଉଁ ପକ୍ଷୀଟି ସେ ଯେଉଁ 7 ଯୋଜନ ଦୂରରେ ଥିବା ଏକ ଗଛର କୋରଡ଼ରେ ଏକ ମାନେ ସାପର ଆହାର ସେ ହୋଇଯାଇଛି। ସାପ ଦଂଶନ କରି ତାକୁ ଖାଇଯାଇଛି, ତେଣୁ ତା'ର ସେଇଠି ମୃତ୍ୟୁ ହୋଇଛି। ତେଣୁ ଏଇଟା ହେଉଛି ବିଧି ନିର୍ଦ୍ଧାରିତ, ଯେଉଁ ବିଧି ନିର୍ଦ୍ଦିଷ୍ଟ ଯାହାକୁ ତାକୁ କେହି ଅନ୍ୟଥା କରିପାରିବେ ନାହିଁ। ମାନେ ଯାହା କହନ୍ତିନି କପାଳ ଲିଖନ କି କରିବା ଅନ। ତେଣୁ ତା'ର ଯେଉଁ ବିଧି ନିର୍ଦ୍ଦିଷ୍ଟ ସେଇଭଳି ରହିଛି। ତାଙ୍କର ମୃତ୍ୟୁ ଯୋଗ ଏହି ସ୍ଥାନରେ 7 ଯୋଜନ ଦୂରରେ ତା'ର ମୃତ୍ୟୁ ହେବ। ତେଣୁ ସେହି କାର୍ଯ୍ୟଟିକୁ କିଭଳି ଭାବରେ ଏଇ ଯେଉଁ ଜଟାଇ ପକ୍ଷୀ ଦ୍ୱାରା ସେଇ ମାନେ କାର୍ଯ୍ୟଟି ସମ୍ଭବ ହେଲା, 7 ଯୋଜନ ଦୂର ପର୍ଯ୍ୟନ୍ତ ପକ୍ଷୀଟିକୁ ନିଆଯାଇପାରିଲା ଏବଂ ଚିତ୍ରଗୁପ୍ତ ତାଙ୍କର ପାଞ୍ଜି ଖୋଲି ସବୁ କଥା ସେ ଦେଖିଲେ ତା'ର ଏଇଭଳି ଭାବରେ ରହିଛି ମୃତ୍ୟୁ ଯୋଗ। ତେଣୁ ଜଟାଇ ପକ୍ଷୀ ଏସବୁ ଜାଣିବା ପରେ ସେ ଭଗବାନଙ୍କ ଠାରେ ମାନେ ବିନମ୍ର ପ୍ରାର୍ଥନା କଲେ, ଜଣାଇଲେ ଭଗବାନ ତ ଆପଣଙ୍କର ଏଇ ଯେଉଁ ବିଚିତ୍ର ଲୀଳା, ବିଚିତ୍ର ବିଧାନ ଏବଂ ଯେଉଁ କର୍ମଫଳ ଅଲଙ୍ଘନୀୟ ଏବଂ ଯାହାର ମାନେ ବିଧି ନିର୍ଦ୍ଦିଷ୍ଟ ଯାହା ରହିଛି ତାହା ମଧ୍ୟ ଅବଶ୍ୟ ପଡ଼ିବ। ତେଣୁ ସେ ଭଗବାନଙ୍କୁ 7 କୋଟି ପ୍ରଣାମ ଜଣାଇଲେ।